ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ସେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆପଣ ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅନ୍ତି କି, ବା ପବିତ୍ର ଆତ୍ମା ଏହି ପ୍ରକାର ଦୁଃଖିତ ହୁଅନ୍ତି। ପ୍ରିୟମାନେ, ଆମମାନଙ୍କର ପବିତ୍ର ଆତ୍ମା, ଯେଉଁ ପବିତ୍ର ଆତ୍ମାଙ୍କୁ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଆଜି ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ପବିତ୍ର ଆତ୍ମା ଗୋଟିଏ ବ୍ୟକ୍ତି ଅଟନ୍ତି, ଏହା ଜାଣିନାହାନ୍ତି। ପବିତ୍ର ଆତ୍ମା କେବଳ ଗୋଟିଏ ଶକ୍ତି ଅଟନ୍ତି। ପବିତ୍ର ଆତ୍ମାଙ୍କର କୌଣସି ପ୍ରକାର ଭାବନା ନାହିଁ। ପବିତ୍ର ଆତ୍ମାଙ୍କର କୌଣସି ପ୍ରକାର ବେଦନା ନାହିଁ। ପବିତ୍ର ଆତ୍ମାଙ୍କର କୌଣସି ପ୍ରକାର ବ୍ୟକ୍ତିତ୍ୱ ନାହିଁ। ଏ ପ୍ରକାର ଅନେକ ଲୋକ ସେମାନେ ବିଶ୍ୱାସ କରୁଛନ୍ତି। ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ମଧ୍ୟ ସେହି ପ୍ରକାର ବିଶ୍ୱାସ କରନ୍ତି। ମାତ୍ର ପବିତ୍ର ଆତ୍ମା ସେ ଜଣେ ବ୍ୟକ୍ତି ଅଟନ୍ତି। ଜଣେ ବ୍ୟକ୍ତି ହିଁ ଖୁସି ହେଇପାରିବେ, ଗୋଟେ ବ୍ୟକ୍ତି ହିଁ ଦୁଃଖୀ ହେଇପାରିବେ, ଗୋଟେ ବ୍ୟକ୍ତି ହିଁ ସେ ଅନ୍ୟକୁ ବୁଝିପାରିବେ। ପବିତ୍ର ଆତ୍ମା ଆମକୁ ବୁଝନ୍ତି। ପବିତ୍ର ଆତ୍ମା ପ୍ରେମ କରନ୍ତି। ପବିତ୍ର ଆତ୍ମା ଦୁଃଖିତ ହୁଅନ୍ତି, ଆନନ୍ଦିତ ହୁଅନ୍ତି। ଦେଖନ୍ତୁ, ଗୋଟେ ଶକ୍ତି ଏସବୁ କରିପାରେ ନାହିଁ, କାରଣ ଗୋଟେ ଶକ୍ତି ପାଖରେ କୌଣସି ପ୍ରକାର ଭାବନା ନଥାଏ। ମାତ୍ର ପବିତ୍ର ଆତ୍ମା ଗୋଟିଏ ଶକ୍ତି କେବଳ ନୁହନ୍ତି, ସେ ଶକ୍ତିଯୁକ୍ତ ବ୍ୟକ୍ତି ଅଟନ୍ତି। ଆଉ ସେ ପବିତ୍ର ଆତ୍ମା ଆମକୁ କ'ଣ ପାଇଁ ଦିଆଯାଇଛି, ଏହା ଲେଖାଯାଏ। ଯଦି ଆମେ ପଢ଼ିବା ଏଫେସୀୟ ପୁସ୍ତକ ଏହାର 4 ଅଧ୍ୟାୟ 30 ପଦରେ, ଆଉ ଈଶ୍ୱରଙ୍କର ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ପବିତ୍ର ଆତ୍ମା ଯେଉଁ ସମୟରେ ଆମେ ପାଇଲୁ, ପବିତ୍ର ଆତ୍ମା ଆମକୁ ମୁକ୍ତି ଦିବସ ନିମନ୍ତେ ଆମକୁ ମୁଦ୍ରାଙ୍କିତ କରିଛନ୍ତି, ଆମକୁ ସିଲ୍ କରିଛନ୍ତି। ସିଲ୍ କରିଛନ୍ତି, ଏହା ଅର୍ଥ କ'ଣ? ଆମେ ପରମେଶ୍ୱରଙ୍କର ଲୋକ ଅଟୁ, ଆମେ ସ୍ୱର୍ଗର ପ୍ରଜା ଅଟୁ, ଆମେ ଈଶ୍ୱରଙ୍କର ସନ୍ତାନ ଅଟୁ। ସେଠି ସେ ସିଲ୍ ମାରିଛନ୍ତି। ଯେତେବେଳେ କୌଣସି ଗୋଟିଏ ଫ୍ୟାକ୍ଟ୍ରିରେ କୌଣସି ଜିନିଷ ଗୋଟେ ତିଆରି କରାଯାଏ, ତାହେଲେ ସେହି ଫ୍ୟାକ୍ଟ୍ରିରେ ଗୋଟେ ସିଲ୍, ଗୋଟେ ମୁଦ୍ରାଙ୍କ ଥାଏ। ଏହି କମ୍ପାନୀ ଦ୍ୱାରା ଏହି ପ୍ରଡ଼କ୍ଟକୁ ତିଆରି କରାଯାଇଛି, ତାହାକୁ ସିଲ୍ କରିଦିଆଯାଏ। ପ୍ରିୟମାନେ, ଆମକୁ ମୁକ୍ତି ଦିବସ ନିମନ୍ତେ ସିଲ୍ କରାଯାଇଛି। ଏହି ବ୍ୟକ୍ତି ମୁକ୍ତି ନିମନ୍ତେ ମୁଦ୍ରାଙ୍କିତ ହେଇଛି। ଏ ପ୍ରକାର ଗୋଟେ ସମୟ ଆସିବ, ଯେଉଁ ସମୟରେ କି ପରମେଶ୍ୱର ଆମକୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରିଦେବେ। ଏ ଶରୀରର ବନ୍ଧନରୁ ମୁକ୍ତ କରିଦେବେ, ଜଗତର ବନ୍ଧନରୁ ମୁକ୍ତ କରିଦେବେ, ମୃତ୍ୟୁରୁ ମୁକ୍ତ କରିଦେବେ। ଆମକୁ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ କରାଯାଇଛି। ଆଉ ଯେଉଁ ସମୟରେ ଆମେ ଆମର ସେହି ମୁକ୍ତି ଦିବସକୁ ଆମେ ଧ୍ୟାନ ଦେଉନାହୁଁ, ଆମେ ଏଇ ଜଗତର ବିଷୟ ଗୁଡ଼ିକକୁ ଆମେ ଯେତେବେଳେ ଧ୍ୟାନ ଦେଉଛୁ, ଆମେ ସେତେବେଳେ ପବିତ୍ର ଆତ୍ମା ଦୁଃଖିତ ହେଇଯାଆନ୍ତି। ଜଗତର ଲୋକମାନଙ୍କ ପରି ଆମେ ଜାଗତିକ ଭାବରେ ବ୍ୟବହାର କରୁ, ଜଗତର ଜୀବନଶୈଳୀକୁ ଆମେ ଧାରଣ କରୁ। ଏ ଲେଖାଯାଏ 31 ପଦରେ, କେତେବେଳେ ପବିତ୍ର ଆତ୍ମା ଦୁଃଖିତ ହୁଅନ୍ତି? ଯେଉଁ ସମୟରେ ସମସ୍ତ ପ୍ରକାର କଟୁ ଭାବ, ପ୍ରିୟମାନେ, ଯେଉଁ ସମୟରେ ଆମମାନଙ୍କର ପାଟିରେ ଆମେ ଅନ୍ୟକୁ ବାଧିଲା ପରି, କଷ୍ଟ ଦେଲା ପରି ଆମେ ସମାଲୋଚନା କରି, ଆମେ ଯେତେବେଳେ ଲୋକଙ୍କୁ ଆମେ କଟୁ ଭାବରେ କଥାବାର୍ତ୍ତା ହେଉ, ଆମେ ପବିତ୍ର ଆତ୍ମା, ଆମ ଭିତରେ ଥିବା ପବିତ୍ର ଆତ୍ମା, ଆମେ ଯେ ପବିତ୍ର ଆତ୍ମାଙ୍କର ମନ୍ଦିର ଅଟୁ, ସେହି ସମୟରେ ଭିତରେ ପବିତ୍ର ଆତ୍ମା ଦୁଃଖ କରନ୍ତି, ତାଙ୍କୁ ଦୁଃଖ ଲାଗେ। ଯେଉଁ ସମୟରେ ଆମେ ସୁସମାଚାର ପ୍ରଚାର କରୁ, ପ୍ରଭୁଙ୍କର ଧନ୍ୟବାଦ ଦେଉ, ଯେଉଁ ସମୟରେ ଆମେ ବାଇବଲ ପଢ଼ୁ, ଯେଉଁ ସମୟରେ ଆମେ ପ୍ରାର୍ଥନାରେ ଥାଉ, ସେ ସମୟରେ
पवित्र आत्मा बहुत खुशी आनंदर सहित आमको लीड करती आमको से शक्ति प्रदान करती। मात्र जो समय रे आम माने मुख द्वारा कटु भाव करू, राग क्रोध कलह निंदा पुणी समस्त प्रकार हिंसा तुम्ह मान दूर हेउ। जितेबाला गोटे विश्वासी जीवन रे यही प्रकार जीवन चरित्र देखा जाए, से टिके को झगड़ा करिबा, टिके को अन्यर निंदा करिबा, विभिन्न विषय निंदा करिबारे लोक माने डिग्री हासिल करिसंती। कारण बाइबल रे निंदक मानकर सभा मध्य रही अछि। अनेक जन निंदा करिबारे अनेक प्रकार डिग्री हासिल करिसंती। टिके टिके विषय को निंदा, एटा भलो नाही, सेटा भलो नाही, सरकार भलो नाही, पाणीपाग भलो नाही, खाद्य भलो नाही, ड्रेस भलो नाही, घर भलो नाही, स्त्री भलो, खाली निंदा उपर निंदा, निंदा उपर निंदा। जेतेबेले आमको पवित्र आत्मा कौन पाई दिया जायछि, कहार निंदा करिबा पाई दिया जाय नाही। जिते पवित्र आत्मा द्वारा मुद्रांकित होता ख्रिस्टियान विश्वासी भाई भौणी मैंने जितेबाला निजर मुख को कंट्रोल रखती ना, निज जिह्वा को कंट्रोल रखती ना, यही जिह्वा द्वारा से माने जहा कहवा कथा नुहे, जहा आलोचना करने कथा नुहे, से सब विषय को जो धरिकिना से माने आलोचना करती आ भावती कहीं शुणती ना, देखती ना। मात्र भितरे थिबा जो पवित्र आत्मा आमको मुक्ति दिवस निमंते मुद्रांकित करिसंती, से पवित्र आत्मा दुखित हो जाती, से आमको छाड़िकिना जानती नहीं। प्रिय माने आम भितरे दुखरे से रहती। स्वर्गर परमेश्वर जो परमेश्वर आम भितरे रहती, आमे जहाँकर मंदिर, सही मंदिर जो समय रे यही प्रकार कथबार्ता गुड़िक करे, से समय रे आमर पवित्र आत्मा दुख करती। प्रिय माने निजर मुख को टिके संभालतु, निजर भाषा को टिके संभालतु, निज क्रोध को टिके संभालतु। आमे पवित्र आत्मा द्वारा मुद्रांकित होइतिबा लोक माने, जो पवित्र आत्मा आमको मुक्त करिवे, जो पवित्र आत्मा आम को परित्राण मार्ग रे कढ़े नेबे, से पवित्र आत्मा को जदि आमे दुख देबा, ताहेले आमे आत्मिक जीवन में आमे केमती बढ़ी परिबा। पवित्र आत्मा कहीं अनेक को बाइबल पढ़ले भी कथा कहूना, कारण से दुखित अवस्था अच्छा। कहीं अनेक जनकर प्रार्थना जीवनटा स्ट्रंग हो पारना, कारण प्रार्थना करने समय पवित्र आत्मा तक लीड करूना, कारण पवित्र आत्मा दुखित अवस्था अच्छा। प्रिय प्रभु को लोक मैंने पवित्र आत्मा को दुख दियो नहीं। जो पवित्र आत्मा आमको मुक्त करने आसी, आमे आमर प्रभु जीशु ख्रीष्ट को आम अनेक थर आम दुख देचु। आम पाप को से नेले, आम प्रहार सह कले, आम निंदा ताड़ना पाइले, मात्र पवित्र आत्मा को आम दुख देवा नहीं। से भद्र आम को मुक्त करने सब बेले से सजाग। जो समय आम मुक्तिर मार्ग रे न चली आम नरकर मार्ग रे आम चालू, से समय पवित्र आत्मा से दुखित हेबे। प्रिय माने आसंतु, बाइबल कहे पवित्र आत्मा आम को गोटे बइना स्वरूपे, गोटे एडवांस स्वरूपे आम को दि जाए। आमे सही पवित्र आत्मा को आमे दुख देबा नहीं। आमे पवित्र आत्मा को आनंदित करिबा, पवित्र आत्मा को आम माने सबु समय रे सम्मान सहित भक्तिर सहित आमे तांकर गौरव करिबा। आसंतु आमे प्रार्थना करिबा पाई जिबा। स्वर्गीय पिता, मु तुमको धन्यवाद दिए। अनेक थर आम माने तुमको दुख देइछु पवित्र आत्मा, तुम्हें आम अंतर रे कांदिछ, आम अंतर रे दुख तुम्हें प्रकाश करिछ। आज पुनर्बार वाक्य द्वारा तुम्हें आम सहित कथबार्ता हेलो। जो समय रे आम माने जहा कहवा कथा नुहे, से प्रकार मंद कथा गुड़िक पार्टी रे उच्चारण करू, से समय तुम्हें दुखित हो पड़। पिता, मु तुमको धन्यवाद दिए, तुम्हें वाक्य द्वारा आम को सजाग करिछ, आमको चेतना परामर्श दे तो जे प्रकार कि आज ठारू आम पवित्र आत्मा को दुख न दे सबु समय आम ताहांको आनंदित करि परिबु। अनुग्रह कर। प्रार्थना शुणिछ, धन्यवाद। प्रार्थना प्रिय प्रभु जीशु नाम रे मागुछु, आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु जदि अनुग्रह कले आसंता अध्याय रे गोटे नुआ प्रसंग रे परस्पर सहित साक्षात करिबा रहिबा। समस्त को नमस्कार।
Praise the Lord. Good night. God bless you.